जय जगन्नाथ सांग माने आज आम साईर गायत्री महिला संघर सबु सदस्य माने 5 लाख लोन पाई अप्लाई करते बैंक रे जाहो 5 लाख टका मिलगला 5 लाख टका सीना मिलला हेले अकाउंट रे सफिशिएंट पैसा नथिबारु से माने कौन करते 5 लाख टका देवा बैंक एवं राजी हो नाला कौन कर जा हो महिला समितिर सबू मेम्बर माने मिसी कथा जो 5 लाख टका आमर आसो आदर कौन कर 50,000 टका आम खाता डिपोजिट करदे डिपोजिट करदेला आम अवशिष्ट 4,50,000 आनिबा जा हो सेया हला समस्त निष्पत्ति क्रमे 50,000 टका खाता डिपोजिट है आमको बैंक कौन कला ना 4,50,000 टका देला आमर 10 जन जेहेतु मेम्बर अच्छा मुझे भाग भाग कर बर्तमान गोटाए मेम्बर को ना अनुसार 45,000 टकार गोटाए टोकन देकी मु सेट कर दूची तापरे महिला ग्रुप रो समस्त सदस्य मान को डाकी समस्त को बंटा नियो रख ए ना लिखाई कार देखल ठीक अच्छे मु दौची गोटा गोटा गिरी एटा हूँ मिट्टू आगे ये रख साइज कर मिट्टू गला बुइना गला तापरे बट्टू समस्त 45,000 लेखा करिया बोला से माने कौन करदे ना 9टा दे बिड़ा 50,000 लेखा ताकू आम पुणी 5,000 लेखा बाहर करी ताकू 10टा बिड़ा करिया पड़ो तेणुक ताकू मु सिस्टमेटिक रे टुकुरी आउटे नियो एटा बट्टू एटा हूँ गजेंद्र ये हूँ लेडीज ग्रुप टिके जदि कौटी भूल भाल होगला समस्ते भाई चिल्ले कौन दरकार शांति श्रृंखला सहित समस्त लेडीज की डाकी ताको भाग ताको देदेले आम काम छुट्टी एटा कवि नियो कवि रंजू पिंकी कौन लिखी पिंकी ना लिखी पिंकी नाटा लिखो पिंकी नाटा लिखो कागज लिखी गोटाई बिड़ा कर ये बिड़ाटा आदि सेट हम आउटा ना कहीं पिंकी लेख खाली पिंकी रहा ना अरे जी 200 टका ननेला से आम चेंज करदे आम नहीं आसवा असुविधा कौन अच्छे है 10 भाग हो गला चलो जीवा बोईताई घर पाक समस्त डकईदेवा बुझे
ସମସ୍ତେ 10 ଜଣ ଏକାଠି ହେଇଗଲା ପରେ ବାଣ୍ଟିଦେବା ଆମ କାମ ଶେଷ ନା କଣ? ଚଲ 4,50,000 ଏତିକି ଟଙ୍କା ଯଦି ମତେ କିଏ ଦଅନ୍ତା ନା ମୁଁ ଯାଇକି ଦୁବାଇ ଫୁବାଇ ବୁଲି ଆସନ୍ତି। ଏରୋପ୍ଲେନ ଚଢି ବୁଲନ୍ତା। ଯାହା ମା ମାନଙ୍କ ପାଇଁ ନବୀନ ପଟ୍ଟନାୟକ ଗୋଟେ ସ୍ୱୟଂ ସେବା ଗୋଷ୍ଠୀ କରି ପ୍ରତ୍ୟେକ ମା ମାନଙ୍କୁ ଭରଣ ପୋଷଣ ପାଇଁ ମାନେ ଗୋଟେ ସଂସ୍ଥା କରିଦେଇ ଚାଲିଗଲା। ଗାଈ କୁକୁଡ଼ା ଆମର ସମସ୍ତ ସଦସ୍ୟ ମାନେ ମିଶି ବ୍ୟାଙ୍କରୁ 5 ଲକ୍ଷ ଟଙ୍କା ଲୋନ ଆଣିଥିଲୁ। ଆଉ 5 ଲକ୍ଷ ଟଙ୍କାରୁ 50,000 ଟଙ୍କା ଖାତାରେ ଡିପୋଜିଟ୍ କଲୁ। ଆଉ ଅବଶିଷ୍ଟ 4,50,000 ଟଙ୍କା ଆମ ମଧ୍ୟରେ 10 ଜଣ ଭିତରେ ବାଟି ନେଲୁ। ଭାଗ ପଇଲା 45,000 ଲେଖା। ଫଟୋ ଗୋଟେ ଦେଖୁଛି ବୁଝିଲା କି? ଭାଗ ପଇଲା 45,000 ଲେଖା। ଏମିତି ଲେଖିଦବ ସମସ୍ତଙ୍କ ଭିତରେ ମୋଟା ମୋଟା କରିଦବ ବୋଲେ କାମ ସରିଲା। ଏତେ ଆଡୁ ଗୋଟେ ନୂଆ ଖାତା କିଣିଛନ୍ତି କବି ନା 45,000 ଟଙ୍କା ଲେଖା ସମସ୍ତଙ୍କୁ ଦିଆଗଲା। ପଇସା ନବ ଗଣି ପାଣି ପିଇବ। ନାଇଁ ମୁଁ ନିଜେ ସବୁ ନିର୍ଭୁଲ ଭାବରେ ମୁଁ ଗଣତି କରି ସମସ୍ତଙ୍କ ପାଇଁ ପ୍ୟାକ୍ କରିବି। ତମେ ଗଣିବ ତମ ପଇସା ନା ମୁଁ କାହିଁ ଗଣିବି ତମ ପଇସା? ନାଗିଯିବ ପଇସା କାଳେ ବାକି ଜାଲ ନୋଟ ଥବ କାଳେ ଦେଖିବ। ଜାଲ ନୋଟ ସେଦିନ 10,000 ମଦ ଖାଇକି ତାକୁ ଜାଲ ନୋଟ ଧରେଇ ଦେଲେ ପଳେଇଲେ। ଗଣେଶ ପୂଜାରେ କୋଉଠି ସେଇ ୟା ପୁଅ କଣ ସେ ରମେଶ ପୁଅ କଣ କଲା ତମେ ଗୋଟେ ନବ ମୁଁ ଗୋଟେ ନେବ। ପିଙ୍କି ପଇସା ଟା କବି ନାନା ନେଲା। ଆଚ୍ଛା ସେ ନବ ନାଇଁ ତାଙ୍କ ଭିତରେ କଥା ଆମେ ଡିସ୍କସ୍ କରି ଲାଭ କଣ? ଯାହା କହିଲି ମନେ ରହିଲା କି 15 ତାରିଖରେ ଯେମିତି ସରିଯିବ। କେହି କାହା ଦୁଆରକୁ ମାଗିବାକୁ ଯିବ। ତମର ଦାୟିତ୍ୱ ଯେମିତି ପଇସାଟା ନେଲ ସେମିତି ଆମେ ପଇସାଟା ସୁଝିବାର ଅଛି। ମୋ ଘର ଯଦି ଡେରି ହବ ତାହେଲେ ଝୁପୁରି କତିରେ ଆଣିକି ପଇସା ହେଲା ପ୍ଲସ ଗ୍ରୁପ ପଇସା 100 ଯିବ ତେଲ ପକେଇକି ଯିବ। ମୋ ପାଖରେ ନାହିଁ ସେ କହିବ ମୋ ପାଖରେ ନାହିଁ ମୁଁ କାଲି ଦେଇଦେବି। କିନ୍ତୁ ପଇସା ଟଙ୍କାଟା ବା ମୁଁ ଗଣିକି ପ୍ୟାକ୍ କରିଛି। ତମର ଆଉ ଗାଁ ନୋଟରେ ଚାଲି ଯାଇଥିବେ ଗଣି ଦିଅ କେତେ ଖଣ୍ଡ ଖାଲି ଗଣି ଦେଲେ ହେଇଗଲା। 500 ଟଙ୍କା 90 ପିସ୍ 500 ଟଙ୍କା। ଅରୁ ଭାଇ କାହାର ନେଲେ ତମ ପଇସାଟା ମୁଁ ଗଣିକି ଦେଇଛି। ତମେ ଗଣି ସାରିଲଣି? ବ୍ୟାଙ୍କରେ 3 ଲକ୍ଷ ଦେଇଦେବେ ଦେଇକି ତ ଧରିବେ ଗ୍ରୁପ ଗଲା ନା କଣ ଧରିବେ? ଆମେ ନେଇଯାଇଥିଲୁ ଜାଣିଛୁ ନା ନହେଲେ ପୁଣି ଆକାଉଣ୍ଟ ଉଠା ଫେରେ ଟେନସନ ଏମିତି ବି ହଉଛି ସବୁ ଆକାଉଣ୍ଟ ଏସବୁ ଅଟକିଲା ଲୋନ ଆଉ କଣ କେତେ ଟଙ୍କା ସୁଝିବ? 5,000 କେତେ ସୁଝିବ?
ଲେଖା ପଡୁଛି। 50,000 ବହି ମାସକୁ ଯୋଉ 100 ଦିଏ ସେ 100 ଦବ। ପ୍ରାଇଭେଟ ଲୋନ 4 ଟଙ୍କା ଲେଖା ନଉଛନ୍ତି ସୁଧ 5,000 ଟଙ୍କା ସୁଧ ନା ସେଇଦିନ ମାନେ ସେଇଦିନ अच्छा समस्त ଲେଖା ପାଇଲେ ତ? ଓକେ।